ଦେଖନ୍ତୁ ବର୍ତ୍ତମାନ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ମଧ୍ୟ ବିଭିନ୍ନ ସ୍କୁଲରୁ ମଧ୍ୟ ଛୁଟି ଘୋଷଣା କରାଗଲାଣି। ୟାର ଭିତରେ ଅନେକ ଜାଗାରେ ମଧ୍ୟ ବିଭିନ୍ନ ୱାର୍ଡର ମଧ୍ୟ ଜଳଛତ୍ର ବ୍ୟବସ୍ଥା କରାଯାଇଛି ଏବଂ ଆମେ ଆଜି ପହଞ୍ଚିଛ ଯେ କି ଓଡ଼ିଶା ଷ୍ଟେଟ୍ କୋଅପରେଟିଭ ବ୍ୟାଙ୍କ, ଯାହାକି ଏଠି ମଧ୍ୟ ଅନେକ ଗ୍ରାହକ ମଧ୍ୟ ଆସିଥାନ୍ତି ଏବଂ କିଭଳି ଭାବରେ ଗ୍ରାହକମାନେ ଏହି ଶୋଷରୁ ବର୍ତ୍ତିବେ ବା ଭଲରେ ରହିବେ ବା ଏ ଖରାକୁ ନଜର ରଖି ମଧ୍ୟ ଆଜି ଜଳଛତ୍ରର ବ୍ୟବସ୍ଥା କରାଯାଇଛି, ଯେ କି ଓଡ଼ିଶା ଷ୍ଟେଟ୍ କୋଅପରେଟିଭ ବ୍ୟାଙ୍କ ତାର ଏକ ଜଳଛତ୍ର ଆୟୋଜନ ମଧ୍ୟ କରିଛି। ଖରା ଯେତେ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବ ସେ ପର୍ଯ୍ୟନ୍ତ ମଧ୍ୟ ଏ ଜଳଛତ୍ର ବା ପଣା ମଧ୍ୟ ବ୍ୟବସ୍ଥା କରିବ ବୋଲି ଯାହା ସୂଚନା ରହିଛି। ଆସନ୍ତୁ ଆମେ ଦେଖିବା କିଭଳି ରହିଛି। ଆଜି ଜଳଛତ୍ର ଉଦ୍ଘାଟନ କରିଛନ୍ତି, ଆଜି ମଧ୍ୟ ଦେଖିବା କିଭଳି ରହିଛି, କେତେ ଲୋକ ମଧ୍ୟ ଆସି ପହଞ୍ଚୁଛନ୍ତି, ଏସବୁ ଦେଖିବା କଣ ରହିଛି। ମୁଁ ଅଛି ଚନ୍ଦ୍ରଶେଖରପୁର ବ୍ରାଞ୍ଚରେ, ଓସିବି ବ୍ରାଞ୍ଚରେ ଅଡିଟର ଅଛି। ବର୍ତ୍ତମାନର ଏ ଯୋଉ ହଉଛି ଗ୍ରୀଷ୍ମ ପ୍ରବାହରେ ପ୍ରଚଣ୍ଡ ଗରମରେ ତେଣୁ ଲୋକଙ୍କୁ ଜଳଛତ୍ର ଦେବାରେ କିଛି ଆପତ୍ତି ନାହିଁ। ଏଥିରେ ବହୁତ ପଥ ପ୍ରାନ୍ତରେ ଯେଉଁମାନେ ଯାଉଛନ୍ତି ସେମାନେ ନିଶ୍ଚିତ ଭାବରେ ଉପକୃତ ହେଉଛନ୍ତି। ତେଣୁ ଏଇଟା ଗୋଟେ ଭଲ ଜିନିଷ, ବ୍ୟାଙ୍କ ତରଫରୁ ଏଇଟା ଗୋଟିଏ ଭଲ ଜିନିଷ କରାଯାଇଛି। ମୁଁ ଶ୍ରୀ ପ୍ରଭାତ କୁମାର ଜେନା, ବ୍ରାଞ୍ଚ ମ୍ୟାନେଜର, ଓଡ଼ିଶା ଷ୍ଟେଟ୍ କୋଅପରେଟିଭ ବ୍ୟାଙ୍କ ଚନ୍ଦ୍ରଶେଖର ବ୍ରାଞ୍ଚର। ଆଜି ଆମର ଏଠି ବ୍ୟାଙ୍କ ସମ୍ମୁଖରେ ଗୋଟେ ଜଳଛତ୍ରର ବ୍ୟବସ୍ଥା କରାଯାଇଛି। ବହୁତ ଦିନ ହେଲାଣି ଯୋଉ ଗ୍ରୀଷ୍ମ ପ୍ରଭାବ ଚାଲିଛି, ଲୋକମାନେ ବହୁତ ହନ୍ତସନ୍ତ ହଉଛନ୍ତି। ରାସ୍ତାରେ ଯିବା ଆସିବା ବେଳେ ତାଙ୍କୁ ଅଂଶୁଘାତର ବି ସମ୍ଭାବନା ରହୁଛି। ତେଣୁ ଏସବୁ ଦୃଷ୍ଟିରେ ଆଖିରେ ରଖି ଯେଉଁମାନେ କଷ୍ଟମର ମାନେ ବି ଆମ ବ୍ୟାଙ୍କକୁ ଆସୁଛନ୍ତି ସେମାନଙ୍କର ସୁବିଧା ପାଇଁ ଆମେ ଗୋଟେ ଜଳଛତ୍ରର ବ୍ୟବସ୍ଥା କରିଛୁ। ଯେତେ ଦିନ ଏଇ ଗ୍ରୀଷ୍ମ ପ୍ରଭାବ ଜାରି ରହିବ ଆମେ ବ୍ୟାଙ୍କ ତରଫରୁ ଏହି ସୁବିଧା ଏବଂ ସେବା ଯୋଗାଇବୁ। ଭୁବନେଶ୍ୱରରୁ ପ୍ରମୋଦ ପରିଡ଼ାଙ୍କ ରିପୋର୍ଟ, ସଂଘର୍ଷ ଟିଭି।